କାହାଣୀ ମୂଷା ଓ ଷଣ୍ଢ। ଗୋଟିଏ ଗଛ ତଳେ ଷଣ୍ଢଟିଏ ଛିଡ଼ା ହୋଇ ପାକୁଳି କରୁଥିଲା। ଏହି ସମୟରେ ଗଛ ଡାଳରୁ ଗୋଟିଏ ମୂଷା ଭୂମି ଉପରକୁ ଡେଇଁ ଖେଳୁଥିଲା। ଏହି ସମୟରେ ସେ ନିଜର ଭାରସାମ୍ୟ ହରାଇ ଷଣ୍ଢର ମୁଣ୍ଡ ଉପରେ ଖସି ପଡ଼ିଲା। ଷଣ୍ଢଟି ଏହି ଘଟଣାରେ ଖୁବ୍ ଜୋରରେ ରାଗିଯାଇ ମୂଷାକୁ ଜୀବନରେ ମାରିଦେବା ପାଇଁ ଗୋଡ଼ାଇଲା। କିନ୍ତୁ ମୂଷାଟି ତ କ୍ଷୁଦ୍ର ଜୀବ, ସେ ନିଜର କ୍ଷୁଦ୍ର ଶରୀରର ସୁଯୋଗ ନେଇ ଖୁବ୍ ଶୀଘ୍ର ଗୋଟିଏ ପଥର ତଳେ ଥିବା ଗାତ ଭିତରେ ପଶିଗଲା। ଏଥିରେ ଷଣ୍ଢଟି ଆହୁରି ରାଗିଯାଇ ସେହି ପଥରଟିକୁ ନିଜ ଶିଙ୍ଗରେ ଆଘାତ କରିବାକୁ ଲାଗିଲା। କିନ୍ତୁ ମୂଷାର କିଛି କ୍ଷତି କରିପାରିଲା ନାହିଁ। ପଥରଟିକୁ ଆଘାତ କରି କରି ଶେଷରେ ଷଣ୍ଢଟି ହାଲିଆ ହୋଇପଡ଼ିଲା। ସେହିଠାରେ ଭୂମି ଉପରେ ଶୋଇପଡ଼ିଲା। ଯେତେବେଳେ ସବୁକିଛି ଶାନ୍ତ ପଡ଼ିଗଲା, ମୂଷାଟି ଗାତ ଭିତରୁ ବାହାରି ଷଣ୍ଢକୁ କହିଲା, ମହାଶୟ, କିଛି କାରଣ ନଥାଇ ରାଗିବା କ'ଣ ଶୋଭା ପାଏ? ନିୟମ କହୁଛି ବଡ଼ମାନେ ସଦାସର୍ବଦା ସାନମାନଙ୍କର ଆଦର କରିବା ଉଚିତ। ଏହାଦ୍ୱାରା ସମସ୍ତଙ୍କ ମଧ୍ୟରେ ସୁସମ୍ପର୍କ ରକ୍ଷା ହୋଇଥାଏ। ମୂଷାଠାରୁ ଏପରି କଥା ଶୁଣି ଷଣ୍ଢଟି ନିଜର କଲା କର୍ମ ପାଇଁ ଲଜ୍ଜିତ ହେବା ସଙ୍ଗେ ସଙ୍ଗେ ନିଜର ଭୁଲ ମଧ୍ୟ ବୁଝିପାରିଲା। ଧନ୍ୟବାଦ। ବିଚାରକ୍ରାନ୍ତି ଦୂତ ୟୁଟ୍ୟୁବ ଓଡ଼ିଆ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ସହ ପରବର୍ତ୍ତୀ ଭିଡ଼ିଓ ପ୍ରାପ୍ତ କରିବା ପାଇଁ ବେଲ୍ ଆଇକନ୍ ଦବାନ୍ତୁ ଏବଂ ବିଚାରକ୍ରାନ୍ତି ଦୂତ ଓଡ଼ିଆ ଫେସବୁକ୍ ଓ ଇନଷ୍ଟାଗ୍ରାମ ସହ ଯୋଡ଼ି ହୁଅନ୍ତୁ। ଧନ୍ୟବାଦ।